ଆମର ଏଇ ଆଦର୍ଶପଲ୍ଲୀ ମଧୁବନ ଗୋପ ଥାନା ଅନ୍ତର୍ଗତ ଏଠି ଏକ କ୍ରୀଡ଼ା ପରିବେଶ ସୃଷ୍ଟି ହୋଇଛି। ଆଚ୍ଛା, ଯାହା ହଉ ଏଥିରେ ମୁଁ ରହିବାର କାରଣ କ'ଣ ନା ଏ ଗାଁ ମାଟିର ପୁଅ ମୁଁ, ତେଣୁ ଏଥିରେ କେମିତି ଭଲ ହବ ଏବଂ ଭଲ ରୂପେ ଅନ୍ୟମାନେ ଆମର ସୁନାମ ଗାଇବେ ଏବଂ ଆମ ପିଲାମାନେ ମଧ୍ୟ ଭଲ କିପରି ଖେଳିବେ, କ୍ଲବଟା କିପରି ଭଲ ରୂପେ ଚାଲିବ, ତେଣୁ ବରିଷ୍ଠ ହିସାବରେ ଆମର ମତାମତ ନେଉଛନ୍ତି, ସବୁବେଳେ ମଧ୍ୟ ଆମକୁ ଡାକୁଛନ୍ତି। ଆମେ ମଧ୍ୟ ଆମ ଘର ହଉ ବା ଯୋଉ ହଉ ସମସ୍ତେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆମ ଗାଁର ସୁନାମ ପାଇଁ, ଅନ୍ୟମାନଙ୍କୁ ସାଦରେ ଗ୍ରହଣ କରିବା ପାଇଁ, ଖେଳର ମହଲ ସୃଷ୍ଟି କରିବା ପାଇଁ, ଭାଇଚାରା ସୃଷ୍ଟି କରିବା ପାଇଁ ଏସବୁ କ୍ରୀଡ଼ାର ଆୟୋଜନ ହେଇଛି। ଜୟ ଜଗନ୍ନାଥ। ମା ଭାଇଦେଇ ଆଜି ମା ଭାଇଦେଇ କ୍ରିକେଟ କ୍ଲବ 15ତମ ଖେଳ ଆଜି ଉଦ୍ଘାଟନ କରାଗଲା। এই 15ତମ ଖେଳରେ ମୁଖ୍ୟ ଅତିଥି ଥିଲେ ଆମର ଶିକ୍ଷାବିତ କାମଚରଣ ସାହୁ, ଯାହାକି 9 ତାରିଖରୁ ଆରମ୍ଭ ହୋଇ 12 ତାରିଖ ଖେଳ ଶେଷ ହେବ ଏବଂ 9 ତାରିଖ ଆଉ 10 ତାରିଖ 2 ଦିନ ହେଉଛି ଟେନିସ ବଲରେ ଖେଳ ହେବ, ଯାହାକି ସେଥିରେ 16ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି, ଯାହାକି ଆମର ଜିଲ୍ଲା ପ୍ରତ୍ୟେକ ଜିଲ୍ଲାରୁ ଆସିଛନ୍ତି ଏବଂ ତାଙ୍କର ମଧ୍ୟ ୱିନରକୁ 22,000 ଆଉ ରନର୍ସ ଅପ୍କୁ 13,000 ଟଙ୍କା ମଧ୍ୟ ଆମେ ପ୍ରଦାନ କରିବୁ ଏବଂ ବେଷ୍ଟ ବ୍ୟାଟ୍ସମ୍ୟାନ୍, ବେଷ୍ଟ ବୋଲର, ବେଷ୍ଟ ଫିଲ୍ଡର, ବେଷ୍ଟ କିପର, ବେଷ୍ଟ ଟିମ୍ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ଏବଂ ଆଉ ଯେଉଁ ମୁଖ୍ୟ ଆକର୍ଷଣ ରହିଲା ଯାହାକି ଯାହାକି ରାଜ୍ୟସ୍ତରୀୟ ଆମର କର୍କ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ହେଉଛି 11-12 ଡେ ନାଇଟ୍। ସେଥିରେ ମୁଖ୍ୟ ଆକର୍ଷଣ ପ୍ରତ୍ୟେକ ଜିଲ୍ଲାରୁ ସେଠିକି ଆସୁଛନ୍ତି, ମଧ୍ୟ ରଣଜୀ ଖେଳାଳି ମଧ୍ୟ ଆସୁଛନ୍ତି। ଜୟ ଜଗନ୍ନାଥ। ମା ଭାଇଦେଇ ମୁଁ କହିବାକୁ ଚାହୁଁଛି ଆଜିର ଯେଉଁ ପ୍ରଥମ ଯେଉଁ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ହେଉଛି ମା ଭାଇଦେଇ ଆନୁକୂଲ୍ୟରେ 15ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ଆମେ ଖାଲି ନାଇଟ୍ ମ୍ୟାଚ୍ ରଖିଛୁ। 16ଟି ଦଳ ଅଛନ୍ତି, ଏଥିରେ ଅଂଶଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରୁ କିଛି ଏବଂ ବାହାର ଟିମ୍ କିଛି ରଖିଛୁ, ଯାହାକି ବାହାର ଆଉ ଗ୍ରାମାଞ୍ଚଳର ସମ୍ମିଶ୍ରଣରେ ଇଏ ଟୁର୍ଣ୍ଣାମେଣ୍ଟଟି ମୁଖ୍ୟ ଅତିଥି ଥିଲେ କାହ୍ନୁଚରଣ ସାର୍ ଏବଂ ରବୀନ୍ଦ୍ରନାଥ ସାହୁ ମହୋଦୟ ଏବଂ ଜୟନ୍ତ କୁମାର ସାହୁ ମହୋଦୟ ଏବଂ କାର୍ତ୍ତିକ ପୁଲେଇ ଥିଲେ। ଶେଷରେ ସଭାପତିତ୍ୱ କରିଥିଲେ ଆମର ଲଲାଟେନ୍ଦୁ ମିଶ୍ର। ଏବଂ ଏଥିରେ ଆମେ ରଖିଛେ ଯେଉଁଟାକି 16ଟା ଟିମ୍, ସେ 16ଟା ଟିମ୍ ଶୃଙ୍ଖଳିତ ଟିମ୍ ଏବଂ ଏଠି ଶୃଙ୍ଖଳାର ସହିତ ପ୍ରତିବର୍ଷ ମ୍ୟାଚ୍ ଖେଳ ହେଉଛି, ଲୋକମାନେ ଉପଭୋଗ କରୁଛନ୍ତି। ଏବଂ ଏମିତି ଆଜିର ଏଇ ଯେଉଁ ମ୍ୟାଚ୍ ହେବା ପାଇଁକି ଯାହା ପ୍ରୋଗ୍ରାମ ଥିଲା ଆମେ ରଖିଥିଲୁ 6ଟା 6:30 ବେଳେ ଆରମ୍ଭ କରିବୁ, କିନ୍ତୁ ଦୈବ ଦୁର୍ବିପାକ ତାକୁ ତ କେହି ହାତ ଦେଇପାରିବେନି, ବର୍ଷା ଯୋଗୁଁ ଆମେ ଖେଳ ବହୁ ବିଳମ୍ବରେ ଆରମ୍ଭ କରିଛୁ। ଶ୍ରୀ ଜୟନ୍ତ କୁମାର ସାହୁ, ମା ଭାଇଦେଇ କ୍ରିକେଟ କ୍ଲବର ସଭାପତି। ଆମେ 2026 ମସିହାର ଆମ ଗାଁ ମାଇଦେଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୁଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସର୍ଟ ପିଚ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ।